संकल्प व्यक्त रखिବାକୁ ଯାଉଅଛି। ଏ ଦେହ ମିଶୁ ମୋ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଏ ଦେହ ମିଶୁ ମୋ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଦେଶର ସ୍ୱରଜ ପତେ ଜାତ କାଢ଼ ପୁରୁତଣି ପଡ଼ି ମୋର ମାଂସ ହାଡ଼। ଦେଶ ପ୍ରେମ ତ ସେମାନଙ୍କୁ କୁହାଯାଏ ଯେଉଁମାନେ ନିଜର ସଂକୀର୍ଣ୍ଣ ସ୍ୱାର୍ଥ କ୍ଷମତା ଲାଳସ ଏବଂ ଆତ୍ମସୁଖ ତ୍ୟାଗ କରି ନିଜ ଦେଶ ଜାତି ପାଇଁ ପ୍ରାଣପାତ କରିବାକୁ ଆଗେଇ ଆସନ୍ତି ସେହି ତ ପ୍ରକୃତ ଦେଶ ପ୍ରେମୀ। ଆମ ଦେଶ ଯେତେବେଳେ ପରାଧୀନ ଥିଲା ତଥା ଆମ ମାଟି ମା ଯେତେବେଳେ ଇଂରେଜମାନଙ୍କ କବଳରେ ଥିଲା ସେତେବେଳେ ଆମ ଭାରତ ମାତାର କୋଳରେ ଜନ୍ମ ନେଇଥିବା ସେହି ବୀର ସୁଯୋଗ୍ୟ ସନ୍ତାନମାନେ ଯଥା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଗଙ୍ଗାଧର ତିଲକ ଥିଲେ ଅନ୍ୟତମ। ଏହି ବୀର ସୁଯୋଗ୍ୟ ସନ୍ତାନମାନେ ନିଜ ଦେଶ ଜାତି ପାଇଁ ନିଜର ସ୍ୱାର୍ଥ ଏମିତିକି ନିଜ ଜୀବନ ଦେବାକୁ ମଧ୍ୟ ପଛେଇ ନଥିଲେ। ଏହି ଦେଶ ପ୍ରେମତା ହେଉଛି ମନୁଷ୍ୟର ଏକ ମହତ ଗୁଣ। ମନୁଷ୍ୟ ଜୀବନ ମଧ୍ୟ ଏକ କ୍ଷଣସ୍ଥାୟୀ। ମନୁଷ୍ୟ ଏ ପୃଥିବୀରେ ଜନ୍ମ ନେଲେ ତାର ମୃତ୍ୟୁ ଅନିବାର୍ଯ୍ୟ। ତଥାପି ଏହି କ୍ଷଣଭଙ୍ଗୁର ଦୁନିଆରେ ମନୁଷ୍ୟ କର୍ମ କରିଚାଲେ। କର୍ମ ହିଁ ଭଗବାନ। ମନୁଷ୍ୟର ସ୍ଥାୟିତ୍ୱ ତାର ସେହି କର୍ମର ହିଁ ଆସିଥାଏ। କର୍ମ ହିଁ ଜୀବନ। ମନୁଷ୍ୟ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ତାକୁ ବହୁ କଷ୍ଟ କରିବାକୁ ପଡ଼ିଥାଏ। ଫଳରେ ତାର ଭବିଷ୍ୟତ ସୁଖମୟ ହୋଇଥାଏ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମର ଜୟଗାନକୁ ସ୍ମରଣ କରାଯାଇପାରେ ଯେ ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ। ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ। କର୍ମେ ଯିଏ ନର କର୍ମେ ଏକ ତାର ଜୀବନର ମାନଦଣ୍ଡ। କର୍ମେ ଯିଏ ନର କର୍ମ ଏକ ତାର ଜୀବନର ମାନଦଣ୍ଡ।